ଘରୁ ଦରିଦ୍ରତା ଦୂର କରିବାର 11ଟି ଉପାୟ। 1. ବାଥରୁମକୁ ଖାଲି ପାଦରେ ଯିବା ଉଚିତ ନୁହେଁ। 2. ସ୍ନାନ କରିବା ସମୟରେ ମଧ୍ୟ ଖାଲି ପାଦରେ ରହିବା ଉଚିତ ନୁହେଁ। 3. ଘରୁ ଦରିଦ୍ରତା ଦୂର କରିବା ପାଇଁ ଶୁକ୍ରବାର ଦିନ ଦହି ଓ ମଖାନା ଦାନ କରିବା ଉଚିତ। 4. ଯେଉଁ ଘରେ ମହିଳାମାନଙ୍କୁ ସମ୍ମାନ ଓ ଇଜ୍ଜତ କରାଯାଏ ସେଠାରେ ଦରିଦ୍ରତା କମ୍ ଦେଖିବାକୁ ମିଳେ। 5. ଯେଉଁ ଘରେ ସନ୍ଧ୍ୟା ସମୟରେ ଦୀପ ଜଳାଯାଏ ସେଠାରେ ଦରିଦ୍ରତା ବାସ କରେ ନାହିଁ। 6. ଯେଉଁ ଘରର ସଦସ୍ୟ ବର୍ଷରେ ଥରେ ତୀର୍ଥଯାତ୍ରା କରନ୍ତି ଓ ଗରିବମାନଙ୍କୁ ଦାନ କରନ୍ତି ସେମାନଙ୍କର ଦରିଦ୍ରତା ଯୁଗ ଦୂର ହୁଏ। 7. ଶୁକ୍ରବାର ଦିନ ହଳଦୀ, ବେସନ ଓ ଗୁଡ଼ କୌଣସି ଗାଢ଼ ବା କୂଅରେ ପକାଇଲେ ଦରିଦ୍ରତା କମ୍ ହୋଇଥାଏ। 8. ଯେଉଁ ଘରେ ଉତ୍ତର ଦିଗରୁ ପବନ ଆସେ ନାହିଁ ବା ବାଥରୁମ୍ ଥାଏ ସେଠାରେ ଦରିଦ୍ରତା ବାସ କରେ। ଯଦି ଘରର ଉତ୍ତର ଦିଗରେ ବାଥରୁମ୍ ଅଛି ତେବେ ବାଥରୁମ୍ରେ ଲୁଣ ରଖନ୍ତୁ। 9. ଯଦି ଘରେ ନକାରାତ୍ମକତା ଶକ୍ତି ଅଛି ତେବେ ମେନ୍ ଗେଟ୍ରେ ସୈନ୍ଧବ ଲୁଣ ରଖିଦିଅନ୍ତୁ। 10. ଗୁରୁଙ୍କ ପାଖରୁ ଉପହାର ମିଳିଲେ ମଧ୍ୟ ଦରିଦ୍ରତା ଦୂର ହୁଏ। 11. ରବିବାର ବା ଗୁରୁବାର ଦିନ ଗହମ ଅଟା ଦାନ କଲେ ଦରିଦ୍ରତା ଦୂର ହୁଏ। ଫ୍ରେଣ୍ଡସ୍, ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଭିଡ଼ିଓଟିକୁ ଲାଇକ୍ ସେୟାର ଅବଶ୍ୟ କରନ୍ତୁ। ପ୍ଲିଜ୍ ବହୁତ ସାରା ସବସ୍କ୍ରାଇବ୍ ମୋ ଚ୍ୟାନେଲକୁ କରନ୍ତୁ। ପୁଣି ଗୋଟିଏ ନୂଆ ଭିଡ଼ିଓ ନେଇ ଜଲ୍ଦି ଆସିବି। ସେ ପର୍ଯ୍ୟନ୍ତ ବାଏ ବାଏ, ଜୟ ଜଗନ୍ନାଥ, ଧନ୍ୟବାଦ।